Welcome dear friends now to my Sudhang Sir always with you channel. Every day we will create some new things, new content and we'll try to give the best. ତେଣୁ ଆପଣମାନଙ୍କୁ ପୁଣି ଥରେ ଚ୍ୟାନେଲ୍ ମାଧ୍ୟମରେ ସ୍ୱାଗତ। ଆମେ ଚେଷ୍ଟା କରୁଛୁ ପ୍ରତ୍ୟେକ ଭିଡ଼ିଓରେ କିଛି ନୂତନତର ଆପଣଙ୍କ ପାଖରେ ଉପସ୍ଥାପନ କରିବା ପାଇଁ, କାରଣ ସବୁବେଳେ ବାସ୍ତବ ସତ୍ୟତାକୁ ନେଇକି ଏ ଚ୍ୟାନେଲ୍ଟି ଆପଣମାନଙ୍କର ନିଶ୍ଚିତ ଭାବେ ମତାମତ ଦେବେ। ତେଣୁ ଆଜି ଆଲୋଚନା କରିବା ଯେଉଁଟାକି ସବୁଠୁ ବଡ଼ ଷ୍ଟୋରିଜ୍ ବା ଆଜିର ଯେଉଁ କ୍ୟାବିନେଟ୍ର ନିଷ୍ପତ୍ତି ହୋଇଛି, ସରକାରୀ କର୍ମଚାରୀ ମୃତ୍ୟୁ ହେଲେ ନିର୍ଭରଶୀଳ ବିବାହିତ ଝିଅ ବା ସାବତ ଝିଅକୁ ଚାକିରି ମିଳିବ। ଏ କଥା ପୁରା ବ୍ରେକିଂ ନ୍ୟୁଜ୍ ମଧ୍ୟ ହେଇଛି, ସମସ୍ତ ଗଣମାଧ୍ୟମରେ ବାଜୁଛି ଓଡ଼ିଶାରେ ଏବଂ କିଛି ପ୍ରେସ୍ ମଧ୍ୟ ଆସିଛି। ଆମେ ଆପଣଙ୍କ ପାଖରେ ଆଜି ଉପସ୍ଥାପନ କରିବୁ। ତେଣୁ ବନ୍ଧୁଗଣ ଯଦି ପ୍ରଥମ ଥର ଚ୍ୟାନେଲ୍କୁ ଦେଖୁଛନ୍ତି ନିଶ୍ଚିତ ଭାବେ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନଙ୍କ ବନ୍ଧୁ ସହଯୋଗୀ ତଥା ଗ୍ରୁପ୍ ଗୁଡ଼ିକରେ ସେୟାର କରିବେ ଏବଂ ନିଜର ମତାମତ ଦେବେ। ଦେଖନ୍ତୁ, ସରକାରୀ ଚାକିରି କାଳରେ ବାପା ମାଆଙ୍କ ମୃତ୍ୟୁରେ ମିଳିବ ନିଯୁକ୍ତି, ଏ କଥା ଆଗରୁ ମଧ୍ୟ ଥିଲା, କିନ୍ତୁ କିଛି ବର୍ଷ ମଝିରେ ଟିକେ ଆପଣଙ୍କର ଯେଉଁ କୁହନ୍ତିନି ଖାଣ୍ଟି ଓଡ଼ିଆରେ ଗଣ୍ଡଗୋଳ ବା ବ୍ୟବସ୍ଥାରେ କେଉଁଠି ନା କେଉଁଠି ଆଞ୍ଚ ଆସିଥିଲା। କିନ୍ତୁ ପରୋକ୍ଷ ସମୟରେ ଆଜି ମଧ୍ୟ ଦେଖନ୍ତୁ ବ୍ରିଫ୍ ଫର୍ ଦ ପ୍ରେସ୍ ମଧ୍ୟ ଆଜିର ରିଲିଜ୍ ହେଇଛି। ତେଣୁ ଆମେ ଆପଣଙ୍କ ପାଖରେ ଉପସ୍ଥାପନ କରୁଛୁ ବନ୍ଧୁଗଣ। ଏ ଦେଖନ୍ତୁ, ସବଜେକ୍ଟ ଅଛି ଆମେଣ୍ଡେଡ୍ ଅଫ୍ ଦ OCSRA ରୁଲ୍ସ 2020। 2020 ଯେଟା ଆମେଣ୍ଡେଡ୍ OCS ରୁଲ୍ସ ବା ଗାଇଡ଼ଲାଇନ୍ ଯାହା ଥିଲା, ଏଜ୍ ପର୍ ଦ ପ୍ରୋଭିଜନ୍ ଅଫ୍ ଦ OCSRA ରୁଲ୍ 2020, ଅନମ୍ୟାରେଡ୍ ଡଟର୍ and unmarried stepdaughters of deceased government servant are being considered for compassionate appointment, whereas the case of married stepdaughters are not considered. Okay, ସେଇଥିପାଇଁ ସେ କହୁଛି ଯଦି ବିବାହିତ ଝିଅ ଆପଣଙ୍କର ଥାଏ, ଆପଣ ଧର ଚାକିରିଟି କରୁଛନ୍ତି କିନ୍ତୁ ହଠାତ୍ କୌଣସି କାରଣବଶତଃ ଯଦି ମୃତ୍ୟୁ କଲେ ତାরা ବିବାହିତ ଝିଅ ହେଉ ବା ସାବତ ଝିଅଙ୍କୁ ଚାକିରି ମିଳିବ। ସେହି କଥା ପୁରା ଡାଇରେକ୍ଟ ସ୍ପଷ୍ଟ ପ୍ରଥମ ଯେଉଁ OCSRA ରୁଲ୍ 2020ରେ ପ୍ରଥମ ଲାଇନ୍ରେ ପୁରା ସ୍ପଷ୍ଟ କରିଛି ପ୍ରେସ୍ରେ। ହୁଏତ ୟା ପାଇଁ ପୁଣି ଚିଠି ଆସିପାରେ, ବିଭିନ୍ନ ସ୍ତରର ବିଭିନ୍ନ ବିଭାଗକୁ ଚିଠି ଯାଇପାରେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ତରଫରୁ। ଏବଂ ଦ୍ୱିତୀୟ ପଏଣ୍ଟ ଅଛି, ଇଟ୍ ଇଜ୍ ହେୟାର ବାଇ ପ୍ରପୋଜ୍ ଟୁ amend the OCSRA rule 2020 for consideration of the case of stepdaughters irrespective of their status of marriage for appointment subject to condition that the dependency on their parents is provided। ତେଣୁ ଯଦି ତାଙ୍କର ସରକାରୀ ଚାକିରି କାଳରେ ବାପାଙ୍କ ମୃତ୍ୟୁ ଘଟିଲା, ନିଶ୍ଚିତ ଭାବେ ଚାକିରି ମିଳିବ। ଏଇ ଦେଖନ୍ତୁ ଖବରକାଗଜରେ ମଧ୍ୟ ଟିକେ ଉଙ୍କି ମାରିଥିଲା ବହୁତ ପୂର୍ବରୁ ଯେ ବିବାହିତ ଝିଅ ବି ଅନୁକମ୍ପାମୂଳକ ନିଯୁକ୍ତି ପାଇବେ। ମୃତ୍ୟୁ କର୍ମଚାରୀ ବିବାହିତ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରାୟ ଦେଇଥିଲା ପୂର୍ବରୁ। ବିବାହିତ ବା କାରଣରୁ ଜଣେ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରେ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ମତ ଅଛି। ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବା ଉଚିତ। ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ ନୁହେଁ। ରୋଜଗାର କରୁଥିବା ବା ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ହିଁ ଅନୁକମ୍ପାମୂଳକ ନିଯୁକ୍ତିର ମାନଦଣ୍ଡ ହେବା ଆବଶ୍ୟକ। ସେହିପରି ଜଣେ ଝିଅ ବିବାହ ପରେ ବି ତା'ର ପିତାଙ୍କ ପ୍ରତି ଥିବା ଉତ୍ତରଦାୟିତ୍ୱରୁ ମୁକୁଳି ନଥାଏ। ଅଭିଭାବକଙ୍କ ଭରଣ ପୋଷଣ ପାଇଁ ବିବାହିତ ଝିଅ ବାଧ୍ୟ। ଏଥିସହିତ ଅନୁକମ୍ପାମୂଳକ ନିଯୁକ୍ତିର ବିବାହିତ ଝିଅଙ୍କ ନାଁ ବିଚାରକୁ ନିଆନଯିବା ନୀତି ଗ୍ରହଣୀୟ ବୋଲି ହାଇକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି। ବିବାହିତ ଝିଅ ହୋଇଥିବା କାରଣରୁ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯିବା ନିଷ୍ପତ୍ତି ଯଥାର୍ଥ ନୁହେଁ ବୋଲି ହାଇକୋର୍ଟ ରାୟ କହିଛନ୍ତି। ଏବଂ ଅନୁକମ୍ପା ନିଯୁକ୍ତି ବିବାଦ ମୋକଦ୍ଦମାର ଆବେଦନ ବହୁ ବର୍ଷ ସମୟ ଅପଚୟ ହୋଇଥିଲା। এই কথা দেখুন, অনেক সময় অনেক জন ମଧ୍ୟ ଏ ବାବଦରେ ହାଇକୋର୍ଟକୁ ଯାଇଛନ୍ତି। ଅନେକ ଭଦ୍ରକର ମଧ୍ୟ 3ଟି ବ୍ଲକରେ ଏସବୁ ଗୋଟେ ଘଟଣା ମଧ୍ୟ ହୋଇଥିଲା, ଆପଣଙ୍କ ପାଖରେ ମଧ୍ୟ ଅଛି। ତେଣୁ ଆଜି ଯେଉଁ ଆପଣଙ୍କର କ୍ୟାବିନେଟ୍ର ନିଷ୍ପତ୍ତି ଥିଲା, ବିଭିନ୍ନ କ୍ୟାବିନେଟ୍ର ନିଷ୍ପତ୍ତି, କିନ୍ତୁ ଯେଉଁଟାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଶ୍ଚିତ ଭାବେ, ବିଶେଷ କରି ମୋ ରାଜ୍ୟରେ ଯେହେତୁ ପେନ୍ସନ୍ ନାହିଁ, ବିଗତ 2001ରୁ ଯେଉଁମାନେ ବି ଚାକିରି କରିଛନ୍ତି ତାଙ୍କ ମଧ୍ୟ ବର୍ତ୍ତମାନ ସୁଦ୍ଧା ପେନ୍ସନ୍ କୌଣସି OPS ଲାଗୁ ହେଇନି, ଓଲ୍ଡ ପେନ୍ସନ୍। ତେଣୁ ଏହା ନିଶ୍ଚିତ ଭାବେ ଗୋଟେ ଭଲ ଖବର
हुए तो किसी घंटा पर किसी दिन पर ये विषय पूरा ब्रीफली आपन पाखक आसीज गाइडलाइन एवं स्टाम्प बाजिज जे सरकारी कर्मचारी मृत्यु हेले निर्भरशील विवाहित झील एवं साबत झील को चाकरी मिल तेणु बंधुगण ये थिला आज अपडेट न्यूज बा जस्ट ब्रीफ फॉर द फ्रेश सो you must watch this video and give your valuable opinion and share and subscribe the channel. Thank you so much.